କୁକୁଡ଼ା ଫାର୍ମ ପାଣି ଟାଙ୍କିରୁ ମୃତ ଶରୀର ଉଦ୍ଧାର। ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶାଳବେଡ଼ା ଗ୍ରାମର ଲକ୍ଷ୍ମୀଧର ନାୟକ ବୟସ 40 ପିତା ଜଗବନ୍ଧୁ ନାୟକ ଗତ ବୁଧବାର ଦିନ କେଉଁଆଡ଼େ ଯାଇ ଘରକୁ ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ଗୁରୁବାର ଦିନ ଶାଳବେଡ଼ା ଗ୍ରାମ ନିକଟ ଏକ ନୂତନ କାର୍ଯ୍ୟ ଚାଲିଥିବା ବ୍ରଏଲର କୁକୁଡ଼ା ଫାର୍ମର ପାଣି ଟାଙ୍କିରେ ପଡ଼ି ମରିବା ଖବର ସମଗ୍ର ଅଞ୍ଚଳରେ ପ୍ରଚାର ହେବା ପରେ ଫାର୍ମର ମାଲିକାଣୀ ଚାନ୍ଦମଣି ମହାନ୍ତ ଖବର ପାଇ ଘଟଣାସ୍ଥଳକୁ ଆସି ପଣ୍ଡାପଡ଼ା ଥାନାରେ ଏତଲା ଦେଇଥିଲେ। ପୋଲିସର ପ୍ରାଥମିକ ତଦନ୍ତ ପରେ ମୃତ ବ୍ୟକ୍ତିର ପରିଚୟ ମିଳିପାରିଥିଲା। ପରିବାର ଓ ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଫାର୍ମ ମାଲିକାଣୀଙ୍କ ସହ ଉତ୍ତେଜନା ପ୍ରକାଶ ପାଇବା ପରେ କେନ୍ଦୁଝର ଏସ୍ଡିପିଓ ସାଇଣ୍ଟିଫିକ୍ ଟିମ୍, ହରିଚନ୍ଦନପୁର ଅତିରିକ୍ତ ତହସିଲଦାର ନରେନ୍ଦ୍ର କୁମାର ସେଠୀ, ପଣ୍ଡାପଡ଼ା ଆଇଆଇସି ଓ ଅନ୍ୟ ସହକର୍ମୀ ଲୋକଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ଶେଷରେ ଫାର୍ମ ମାଲିକାଣୀଙ୍କ ସହ ଆପୋଷ ବୁଝାମଣା ହୋଇ ମୃତକଙ୍କ ପରିବାରକୁ 2 ଲକ୍ଷ ଏବଂ ଫାର୍ମ କାର୍ଯ୍ୟକ୍ଷମ ପରେ ମୃତକଙ୍କ ସ୍ତ୍ରୀଙ୍କୁ ଫାର୍ମରେ କର୍ମନିଯୁକ୍ତିର ଫଇସଲା ପରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।